ସକାଳୁ ସକାଳୁ କୈଳାସ ବାବୁ ନିଜ ପୁଅ ବୋହୂ ମଧ୍ୟରେ ଚାଲିଥିବା ଝଗଡ଼ାରେ ବିରକ୍ତ ହୋଇ ନିଜ ରୁମ୍କୁ ଗଲେ ଏବଂ ଗୋଟିଏ ବ୍ୟାଗ୍ ବାହାର କରିଲେ। ସେଥିରେ କେଇ ଯୋଡ଼ା ପୋଷାକ ରଖିଲେ ଏବଂ ଭାଙ୍ଗି ଯାଇଥିବା ମନରେ ସ୍ତ୍ରୀର ଫଟୋଟିକୁ ଛାତିରେ ଲଗାଇ କହିଲେ, ଆମେ ଆମର ଏହି ଏକମାତ୍ର ପୁଅକୁ କେତେ ଯତ୍ନରେ ପାଳିପୋଷି ବଡ଼ କରିଥିଲେ, ଆଉ ଆଜି ସେ ଆମକୁ ସାତ ପର କରିଦେଲା। ଏହା କହି ସେ କାନ୍ଦିବାକୁ ଲାଗିଲେ। କିନ୍ତୁ ପର ମୁହୂର୍ତ୍ତରେ ସେ ଭାବିବାକୁ ଲାଗିଲେ ଯେ ଏହା ଦୁର୍ବଳ ହେବାର ସମୟ ନୁହେଁ। ସେ ଆଖିରୁ ଲୁହ ପୋଛି ସ୍ତ୍ରୀର ଫଟୋକୁ ବ୍ୟାଗ୍ରେ ରଖିଲେ। ତାପରେ ବୃଦ୍ଧାଶ୍ରମରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ କରି କହିଲେ, ରମେଶ, ମୁଁ ବି ଆଜିଠାରୁ ବୃଦ୍ଧାଶ୍ରମରେ ରହିବି। ମୁଁ ଘଣ୍ଟାଏ ଭିତରେ ତୁମ ପାଖରେ ପହଞ୍ଚିବି। ଏହା ଶୁଣି ଆରପଟେ ଥିବା ରମେଶ ବାବୁ ସ୍ତବ୍ଧ ହୋଇଗଲେ। ତାଙ୍କ ପାଖରେ ପଚାରିବା ପାଇଁ କିଛି ବାକି ନଥିଲା। ଯେତେବେଳେ କୈଳାସ ବାବୁ ବ୍ୟାଗ୍ ଧରି ଘରୁ ବାହାରି ଯିବାକୁ ଲାଗିଲେ, ସେ ଦେଖିଲେ ଯେ ତାଙ୍କ ପୁଅ ଓ ବୋହୂ ଦୁହେଁ ତାଙ୍କ ରୁମ୍ରେ ବସି ଚା ଏବଂ ଜଳଖିଆ ଖାଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ହେଲେ ଥରୁଟିଏ ବି ପଚାରିଲେ ନାହିଁ ଯେ, ବାପା, ବ୍ୟାଗ୍ ନେଇ ତୁମେ କୁଆଡ଼େ ଯାଉଛ? କେହି ତାଙ୍କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କଲେ ନାହିଁ। ଶେଷରେ ଏହି ଅପମାନଜନକ ଜୀବନରୁ କୈଳାସ ବାବୁ ବାହାରିଗଲେ ବୃଦ୍ଧାଶ୍ରମରେ ରହୁଥିବା ନିଜ ବନ୍ଧୁ ରମେଶଙ୍କ ପାଖକୁ। କିଛି ସମୟ ମଧ୍ୟରେ ସେହି ବୃଦ୍ଧାଶ୍ରମରେ ତାଙ୍କର ଅନେକ ବନ୍ଧୁ ହୋଇଗଲେ। ସେ ପ୍ରତିଦିନ ସକାଳେ ସମସ୍ତଙ୍କ ସହିତ ବସି ସୁଖ ଦୁଃଖ ବାଣ୍ଟୁଥିଲେ ଏବଂ ପ୍ରତିଦିନ ବ୍ୟାୟାମ କରୁଥିଲେ। ଧୀରେ ଧୀରେ କୈଳାସ ବାବୁ ସେଠାରେ ଏକ ସୁଖୀ ଜୀବନ ବିତାଇବାକୁ ଲାଗିଲେ। ଆଶ୍ରମରେ ତାଙ୍କୁ ଘର ଅପେକ୍ଷା ଅଧିକ ଶାନ୍ତି ମିଳୁଥିଲା। ସେଠାରେ ସମସ୍ତେ ଏକାଠି ଖାଉଥିଲେ। କୈଳାସ ବାବୁ ତାଙ୍କ ସ୍ତ୍ରୀଙ୍କୁ ବହୁତ ମନେ ପକାଉଥିଲେ। ସେ ତାଙ୍କ ଫଟୋକୁ ଧରି ତାଙ୍କ ସହିତ କଥା ହେଉଥିଲେ ଏବଂ କହୁଥିଲେ, ତୁମେ ମୋତେ ତ ବହୁ ପୂର୍ବରୁ ଏକା କରି ଛାଡ଼ି ଚାଲି ଯାଇଥିଲ, ଆଉ ଆଜି ସେହି ପୁଅ ମଧ୍ୟ ମୋତେ ପର କରିଦେଲା, ଯାହା ପାଇଁ ମୁଁ ପାଣି ପରି ମୋର ସମସ୍ତ ପଇସା ସରାଇଥିଲି। ଗୋଟିଏ ଦିନ ଆଶ୍ରମର ପ୍ରାଙ୍ଗଣରେ ବୁଲୁଥିବା ସମୟରେ ସେ ଦେଖିଲେ ଆଶ୍ରମ ବାହାରେ ଗୋଟିଏ କାର୍ ଆସି ରହିଲା। ବୃଦ୍ଧାଶ୍ରମରେ ରହୁଥିବା ସମସ୍ତ ଲୋକ ଗାଡ଼ିକୁ ଚାହିଁ ଭାବିବାକୁ ଲାଗିଲେ ଯେ ଆଜି ପୁଣି କୌଣସି ଦୁଃଖିତ ବୃଦ୍ଧା ଏହି ଆଶ୍ରମରେ ରହିବା ପାଇଁ ଆସିଛନ୍ତି। କେତେ ପରିଶ୍ରମ କରି ଯେ ତା ପିଲାମାନଙ୍କୁ ବଡ଼ କରିଥିବେ, କିନ୍ତୁ ଆଜି ଆଖିରେ ଆଖିଏ ଲୁହ ନେଇ ଏହି ପ୍ରାଙ୍ଗଣରେ ପ୍ରବେଶ କରିବେ। ସେହି କାର୍ ଭିତରୁ ଜଣେ ଶିକ୍ଷିତ ଯୁବକ ଓହ୍ଲାଇଲେ ଏବଂ ତାପରେ ସେ ଜଣେ ମହିଳା, ବୋଧହୁଏ ତାଙ୍କ ମାଙ୍କ ହାତ ଧରି ତାଙ୍କୁ ବାହାରକୁ ଟାଣି ବାହାର କଲେ। ସେହି ବୃଦ୍ଧ ମହିଳାଙ୍କ ବୟସ ପ୍ରାୟ 65 ବର୍ଷ ହେବ। ମୁଣ୍ଡରେ ଓଢ଼ଣୀ ଥିବାରୁ ତାଙ୍କ ମୁହଁ ଠିକ୍ ଭାବରେ ଦେଖାଯାଉନଥିଲା। କିଛି କ୍ଷଣ ମଧ୍ୟରେ ପ୍ରାୟ 35 ବର୍ଷ ବୟସର ଆଉ ଜଣେ ମହିଳା ଗାଡ଼ିରୁ ଓହ୍ଲାଇ ପଡ଼ିଲେ। ତାଙ୍କ ହାତରେ ଏକ ବ୍ୟାଗ୍ ଥିଲା। ସେ ବ୍ୟାଗ୍ଟିକୁ ବୃଦ୍ଧା ମହିଳାଙ୍କୁ ଦେଲେ ଏବଂ ତାପରେ ତାଙ୍କ ସହିତ କିଛି କଥାବାର୍ତ୍ତା କଲେ। ବୃଦ୍ଧା ମହିଳା ତାଙ୍କ କଥା ନୀରବରେ ଶୁଣୁଥିଲେ। ତାପରେ ସେହି ସ୍ତ୍ରୀ ଲୋକ ଓ ଯୁବକଟି ଗାଡ଼ିରେ ବସି ଫେରିଗଲେ। ବୃଦ୍ଧା ମହିଳା କିଛି ସମୟ ପାଇଁ ବୃଦ୍ଧାଶ୍ରମ ବାହାରେ ଠିଆ ହୋଇ କାର୍ଟିକୁ ଦେଖୁଥିଲେ ଓ ତାପରେ ଆଖିରୁ ଲୁହ ପୋଛି ସେ ଆଶ୍ରମ ଭିତରକୁ ଆସିଗଲେ। ଆଶ୍ରମ ପ୍ରାଙ୍ଗଣରେ କୈଳାସ ବାବୁଙ୍କୁ ଦେଖି ସେ ତାଙ୍କ ମୁଣ୍ଡର ଓଢ଼ଣୀରେ ମୁହଁକୁ ଲୁଚାଇ ଏବଂ କିଛି ନ କହି ମହିଳା ବିଭାଗ ଆଡ଼କୁ ଚାଲିଗଲେ। କୈଳାସଙ୍କ ସହିତ ଠିଆ ହୋଇଥିବା ଜଣେ ବୃଦ୍ଧା ମହିଳା କହିଲେ ଯେ ଆଜି ପୁଣି ଆଉ ଗୋଟିଏ ମାର ପ୍ରେମ ଓ ମମତା ହାରିଯାଇଛି। ପୁଣି ଗୋଟିଏ ମାର ସ୍ୱପ୍ନ ଭାଙ୍ଗିଯାଇଛି। କୈଳାସ ବାବୁ ସେହି ମହିଳାଙ୍କୁ ବାରମ୍ବାର ଦେଖୁଥିଲେ। ତାଙ୍କୁ ଲାଗୁଥିଲା ଯେପରି ସେ ସେହି ମହିଳାଙ୍କୁ ଆଗରୁ ଦେଖିଛନ୍ତି। ସେ ତାଙ୍କୁ ଜାଣିଛନ୍ତି, କିନ୍ତୁ ସେ ମନେ ପକାଇ ପାରୁନଥିଲେ ଯେ ସେହି ମହିଳା ଜଣକ କିଏ। ପ୍ରାୟତଃ କୈଳାସ ବାବୁଙ୍କୁ ଦେଖିଲେ ସେହି ମହିଳା ଜଣକ ନିଜ ମୁହଁର ଅଧାରୁ ଅଧିକ ଲୁଚାଇ ଦେଉଥିଲେ। କିନ୍ତୁ ଗୋଟିଏ ଦିନ ଯେତେବେଳେ ମହିଳା ଜଣକ ବଗିଚା କାମରେ ବ୍ୟସ୍ତ ଥିଲେ, ଠିକ୍ ସେହି ସମୟରେ କୈଳାସ ବାବୁ ବୁଲିବାକୁ ବାହାରକୁ ଆସିଲେ। ସେହି ସମୟରେ ବଗିଚା କାମ କରୁଥିବା ମହିଳାଙ୍କ ଓଢ଼ଣୀଟି ଖସି ପଡ଼ିଲା। କୈଳାସ ବାବୁ ସେହି ମହିଳାଙ୍କ ମୁହଁ ଦେଖିବା ମାତ୍ରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ତାଙ୍କ ମନରେ ଅନେକ ପ୍ରଶ୍ନ ଉଠିବାକୁ ଲାଗିଲା। ସେହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କ ପାଖକୁ ଆସି କହିଲେ, ଖାଇବା ସମୟ ହୋଇଗଲାଣି। ତୁମେ ଏଠାରେ କ'ଣ କରୁଛ? ଆଜି ଏତେ ଚୁପଚାପ କାହିଁକି ଲାଗୁଛ? ସମସ୍ତେ ଜଳଖିଆ ଟେବୁଲରେ ଅଛନ୍ତି, କିନ୍ତୁ ତୁମେ ନଥିଲ। ତେଣୁ ମୁଁ ତୁମକୁ ଡାକିବାକୁ ଆସିଛି। କଥା କ'ଣ? କିଛି ଅସୁବିଧା ଅଛି କି? ଏହା ଶୁଣି କୈଳାସ ବାବୁ କହିଲେ, ନା, ସେମିତି କିଛି ନାହିଁ। ମୁଁ ଟିକେ ବାହାରକୁ ବୁଲିବାକୁ ଆସିଥିଲି। ମୁଁ ଏଇ ଆସୁଥିଲି। ତାପରେ ସେମାନେ ଭିତରକୁ ଚାଲିଗଲେ। ନିଜ ରୁମ୍ରେ ବସିବା ସମୟରେ ସେ ସେହି ସ୍ତ୍ରୀ ଲୋକ ବିଷୟରେ ଭାବୁଥିଲେ। ସେ ତାଙ୍କୁ ଠିକ୍ ଚିହ୍ନି ପାରିଲେ ଯେ ଏ ହେଉଛନ୍ତି ଯମୁନା ଦେବୀ। ସେ ତାଙ୍କୁ ପଚାରିବାକୁ ଚାହୁଁଥିଲେ, ଏମିତି କ'ଣ ହେଲା ଯେ ତାଙ୍କୁ ଏଠାକୁ ଆସିବାକୁ ପଡ଼ିଲା? ତାଙ୍କର ତ ଗୋଟିଏ ଭରାପୁର ଓ ସମ୍ପୂର୍ଣ୍ଣ ପରିବାର ଥିଲା। ସେ ସର୍ବଦା କହୁଥିଲେ ଯେ ସେ ତାଙ୍କ ପୁଅ ବୋହୂ ସହିତ ବହୁତ ଖୁସିରେ ଅଛନ୍ତି। କିନ୍ତୁ ଆଜି ଏମିତି କ'ଣ ହୋଇଗଲା? ଏପରି ଅନେକ ପ୍ରଶ୍ନ କୈଳାସ ବାବୁଙ୍କୁ ମନ ଭିତରେ ଉଙ୍କି ମାରୁଥିଲା।
ତାପରେ ଖାଇବା ସମୟରେ ସେଠାରେ ଯମୁନା ଦେବୀଙ୍କୁ ନ ଦେଖି ସେଠାକାର ଜଣେ କର୍ମଚାରୀକୁ ପଚାରିଲେ, 2-3 ଦିନ ପୂର୍ବରୁ ଆଶ୍ରମକୁ ଆସିଥିବା ମହିଳା ଆଜି ଖାଦ୍ୟ ଖାଇବାକୁ କାହିଁକି ଆସିନାହାନ୍ତି? କର୍ମଚାରୀ ଜଣକ ଉତ୍ତର ଦେଇ କହିଲେ, ସେ ମା ଜଣଙ୍କ ଆଜି ବହୁତ ଦୁଃଖୀ ଅଛନ୍ତି, ତେଣୁ ଖାଦ୍ୟ ଖାଇବାକୁ ମନା କରିଛନ୍ତି। ସେ କାହିଁକି ଦୁଃଖୀ ହେବେ ନାହିଁ କୁହନ୍ତୁ? ସର୍ବୋପରି ତାଙ୍କ ପୁଅ ବୋହୂ ତାଙ୍କ ସହିତ ଯାହା କରିଛନ୍ତି, କେହି ଶତ୍ରୁ ସହିତ ମଧ୍ୟ ଏପରି କରିବା ଉଚିତ ନୁହେଁ। ସେ ବାରମ୍ବାର ତାଙ୍କ ଘର କଥା ମନେ ପକାଉଛନ୍ତି। ସେଥିପାଇଁ ତାଙ୍କ ଧ୍ୟାନ ହଟାଇବା ପାଇଁ ତାଙ୍କୁ ବଗିଚା କାମ କରିବା ପାଇଁ କୁହାଗଲା। ଏ ସବୁ ଶୁଣି କୈଳାସ ବାବୁ ଚିନ୍ତିତ ହୋଇଗଲେ। ସେ ଜାଣିବାକୁ ଚାହୁଁଥିଲେ ଯେ ଯମୁନା ଦେବୀଙ୍କ ସହିତ କ'ଣ ହୋଇଛି। ତେଣୁ କିଛି ସମୟ ପରେ ସେ ମହିଳା ବିଭାଗକୁ ଯାଇ ଯମୁନା ଦେବୀଙ୍କ ପାଖକୁ ଗଲେ। ନିଜ ସମ୍ମୁଖରେ କୈଳାସ ବାବୁଙ୍କୁ ଠିଆ ହୋଇଥିବା ଦେଖି ଯମୁନା ଦେବୀ ଟିକେ ଚିନ୍ତିତ ହୋଇଗଲେ। କୈଳାସ ବାବୁ କହିଲେ, ମୁଁ ଜାଣିଛି ଯେ ଆପଣ ମୋତେ ଚିହ୍ନି ସାରିଛନ୍ତି। ମୋତେ କ୍ଷମା କରିବେ, କ'ଣ ମୁଁ ଜାଣିପାରିବି କି ଆପଣ ଏହି ଅବସ୍ଥାରେ କିପରି ପହଞ୍ଚିଲେ? ଯମୁନା ଦେବୀ କିଛି କହିଲେ ନାହିଁ, କିନ୍ତୁ ତାଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। କୈଳାସ ବାବୁ ଆହୁରି ଚିନ୍ତିତ ହୋଇଗଲେ। ତାଙ୍କୁ ଏପରି ଲାଗୁଥିଲା ଯେ ଜୋରରେ ଚିତ୍କାର କରି ଏହି ଦୁନିଆକୁ ସେ ପଚାରିବେ ଯେ ବୃଦ୍ଧ ହୋଇଗଲା ପରେ କାହିଁକି ବାପା ମାଆଙ୍କୁ ଘରର କୌଣସି ଅଦରକାରୀ ବସ୍ତୁ ପରି ବାହାରକୁ ଫୋପାଡ଼ି ଦିଆଯାଏ। ବୃଦ୍ଧ ଲୋକଙ୍କର କ'ଣ ନିଜସ୍ୱ ଆତ୍ମସମ୍ମାନ ନାହିଁ? କୈଳାସ ବାବୁ ଏପରି ନିଜ ଚିନ୍ତାଧାରା ମଧ୍ୟରେ ହଜିଗଲେ। ସେ ଆଶ୍ରମର ପ୍ରାଙ୍ଗଣରେ ବୁଲୁଥିଲେ। ହଠାତ୍ ତାଙ୍କ ଗୋଡ଼ ସେଠାରେ ଥିବା କାନ୍ଥର କୋଣରେ ବାଜିଗଲା ଏବଂ ସେ ଗୋଟିଏ ଗଛକୁ ଧରି ନିଜର ସନ୍ତୁଳନ ରକ୍ଷା କଲେ। ଠିକ୍ ସେହି ସମୟରେ ସେହି ପାଖ ଦେଇ ଯାଉଥିବା ବୃଦ୍ଧାଶ୍ରମର ଜଣେ କର୍ମଚାରୀ କହିଲେ, ମଉସା, ଆପଣ ଠିକ୍ ଅଛନ୍ତି ନା? ଆପଣଙ୍କ ଗୋଡ଼ରେ ଆଘାତ ଲାଗିନାହିଁ ତ? ଆପଣଙ୍କ ଗୋଡ଼ ଦେଖାନ୍ତୁ। ଯଦି ଆଘାତ ଲାଗିଥାଏ ତେବେ ମୁଁ ତାକୁ ଔଷଧ ଲଗାଇ ପଟ୍ଟି କରାଇଦେବି। ଏହା ଶୁଣି କୈଳାସ ବାବୁ କହିଲେ, ନା, କୌଣସି ଗୁରୁତର ଆଘାତ ନାହିଁ। ଏତକ କହି କୈଳାସ ବାବୁ ଯାଇ ଅଗଣାରେ ରଖାଯାଇଥିବା ବେଞ୍ଚ ଉପରେ ବସିଗଲେ ଏବଂ କିଛି ମାସ ପୂର୍ବେ ଘଟିଥିବା ଏକ ଘଟଣା ମନେ ପକାଇବାକୁ ଲାଗିଲେ। ଥରେ ସେ ବାଥରୁମରେ ଖସି ପଡ଼ିଥିଲେ ଏବଂ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେହି ସମୟରେ ତାଙ୍କ ବୋହୂ ତାଙ୍କ ଆଘାତକୁ ଦେଖିବା ପରେ ମଧ୍ୟ ଅଣଦେଖା କରି ତା କାମ କରି ଚାଲିଥିଲା ଏବଂ ତାଙ୍କ ପୁଅ ରୋହନ ଚିତ୍କାର କରି କହିଲା, ତୁମେ କାହିଁକି ସାବଧାନତାର ସହ କାମ କରୁନାହଁ? ମୁଁ ବୁଝିପାରୁନାହିଁ ତୁମେ କାହିଁକି ସବୁବେଳେ ଏତେ ତରତର ହେଉଛ। କୌଣସି କାମ ଠିକ୍ ଭାବରେ କିପରି କରିବାକୁ ହୁଏ ଜାଣ ନାହିଁ କି? ତୁମେ ନିଜକୁ କଷ୍ଟ ଦେଉଛ ଓ ଖାଲି ବସି ରହୁଛ ଏବଂ ଆମର କାମ ବଢ଼ାଇ ଚାଲିଛ। ଯଦି କୌଣସି କାମ ନାହିଁ ତେବେ ତୁମେ ତୁମର ରୁମ୍ରେ ଆରାମରେ କାହିଁକି ବସି ରହୁନ? ସାରାଦିନ କାହିଁକି ଏଣେତେଣେ ବୁଲୁଛ? ସେ ଏପରି ଅନେକ ଭର୍ତ୍ସନା କଲା, କିନ୍ତୁ ଥରେ ବି ପଚାରିଲା ନାହିଁ ଯେ ବାପାଙ୍କ ସ୍ୱାସ୍ଥ୍ୟ କିପରି ଅଛି କିମ୍ବା ତାଙ୍କ ଆଘାତ କେମିତି ଅଛି ବା ସେଥିରେ ଟିକେ ମଲମ ଲଗାଇବା, ଏହି କଥା ସେ ଭାବି ପାରିଲା ନାହିଁ। ସେମିତି ଆଉ ଗୋଟିଏ ଦିନ ଯେତେବେଳେ ତାଙ୍କ ଚଷମା ଭାଙ୍ଗିଗଲା, ସେ ତାଙ୍କ ପୁଅକୁ କହିଲେ, ପୁଅ, ମୋର ଚଷମାଟି ଟିକେ ତିଆରି କରିଦେ, ଭାଙ୍ଗି ଯାଇଛି, ମୁଁ ଠିକ୍ ଭାବରେ ଦେଖିପାରୁନାହିଁ। ଏହା ଶୁଣି ବହୁ ଜୋରରେ ଚିତ୍କାର କରି କହିଲା, ବାପା, ତୁମେ ତ ବସି ବସି ଖାଲି ଖର୍ଚ୍ଚ କରି ଚାଲିଛ। ତୁମର ତ ଅନ୍ୟ କୌଣସି କାମ ନାହିଁ। ଥରେ ନୁହଁ, 2 ଥର ନୁହଁ, ଏମିତି କେତେଥର ସେମାନେ ଏପରି ବ୍ୟବହାର କରିଛନ୍ତି ତାହାର ହିସାବ ନାହିଁ। ଅତୀତର ଏହି ଚିନ୍ତାଧାରା ଭିତରେ କୈଳାସ ବାବୁ ହଜି ଯାଇଥିଲେ। ଠିକ୍ ଏତିକି ବେଳେ ସେ ତାଙ୍କ ବନ୍ଧୁ ରାଧେଶ୍ୟାମଙ୍କୁ ସାମ୍ନାରୁ ଆସୁଥିବାର ଦେଖିଲେ। ତାଙ୍କ ମୁହଁରେ ଏକ ଅଦ୍ଭୁତ ପ୍ରକାରର ହସ ଥିଲା। ଏହା ଦେଖି କୈଳାସ ବାବୁ କହିଲେ, କ'ଣ ହେଲା ରାଧେଶ୍ୟାମ, ଆଜି ବହୁତ ଖୁସି ଦେଖାଯାଉଛ? ଏହା ଶୁଣି ରାଧେଶ୍ୟାମ କହିଲେ, ଆଜି ମୋ ପୁଅର ଜନ୍ମଦିନ। ତାର ଫୋନ୍ ଆସିଥିଲା। ସେ ଆଜି ମୋତେ ଦେଖା କରିବାକୁ ଆସୁଛି। ସେଥିପାଇଁ ମୁଁ ବହୁତ ଖୁସି। ବହୁତ ଦିନ ପରେ ମୁଁ ଆଜି ତା ମୁହଁ ଦେଖିପାରିବି। ରାଧେଶ୍ୟାମଙ୍କ କଥା ଶୁଣି କୈଳାସ ବାବୁ ଟିକେ ବିରକ୍ତ ହୋଇ କହିଲେ, ଯେଉଁ ପୁଅ ତୁମ ସହ ଏପରି ଖରାପ ବ୍ୟବହାର କରିଲା, ତୁମକୁ ଆଣି ବୃଦ୍ଧାଶ୍ରମରେ ଛାଡ଼ି ଚାଲିଗଲା, ପୁରା ବର୍ଷରେ କେବଳ 1-2 ଦିନ ତୁମକୁ ମିଶିବାକୁ ଆସିବ, ସେଥିରେ ତୁମେ ଏତେ ଖୁସି ହେଉଛ? ତାପରେ ରାଧେଶ୍ୟାମ କହିଲେ, ହଁ ଭାଇ, ମୁଁ ଏଥିରେ ବହୁତ ଖୁସି। ଏହା ମୋ ପାଇଁ ବହୁତ ବଡ଼ କଥା। ଏପରି କହି ସେ ସେଠାରୁ ଚାଲିଗଲେ। ରାଧେଶ୍ୟାମର କଥା ଶୁଣି କୈଳାସ ବାବୁଙ୍କୁ ତାଙ୍କ ଉପରେ ରାଗ ଆସିଲା ଏବଂ ସେ କ୍ରୋଧରେ ଯାଇ ନିଜ କୋଠରୀରେ ବସିଗଲେ ଏବଂ ଭାବିବାକୁ ଲାଗିଲେ ଯେ ଏପରି ବ୍ୟବହାର କେବଳ ମୋ ସହ କିମ୍ବା ଯମୁନା ଦେବୀଙ୍କ ସହିତ ହେଉଛି ତାହା ନୁହେଁ, ଏହି ବୃଦ୍ଧାଶ୍ରମରେ ରହୁଥିବା ପ୍ରତ୍ୟେକ ବୃଦ୍ଧାଙ୍କର ଏମିତି ହିଁ କିଛି ନା କିଛି କାହାଣୀ ଅଛି ଏବଂ ପ୍ରତ୍ୟେକଙ୍କ ଏହି ବୃଦ୍ଧାଶ୍ରମରେ ରହିବା ପଛରେ କିଛି ନା କିଛି କାରଣ ଅଛି। କେହି ବି ବିନା କାରଣରେ ନିଜ ଇଚ୍ଛାରେ ବୃଦ୍ଧାଶ୍ରମକୁ ଆସନ୍ତି ନାହିଁ। ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଗଭୀର ଭାବରେ ଆଘାତ ନ ପାଏ ତେବେ ସେ ଏଠାକୁ ଆସିବାକୁ ବାଧ୍ୟ ହୁଏ ନାହିଁ। କିନ୍ତୁ ଦେଖନ୍ତୁ, ଏହି ସମସ୍ତ ଦୁଃଖଦ ପରିସ୍ଥିତିରେ ମଧ୍ୟ ଏଠାରେ ଥିବା ବୃଦ୍ଧମାନେ ସେମାନଙ୍କର କିଛି ଦୁଃଖଦ ସ୍ମୃତିକୁ ଭୁଲି
ନିଜ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି। କିଛି ଲୋକ ସମୟ ଅନୁସାରେ ନିଜକୁ ସଜାଡ଼ି ଖୁସି ହେବାକୁ ଚେଷ୍ଟା କରନ୍ତି, ଆଉ ଅନ୍ୟ କିଛି ଲୋକ ଯେପରି ଯମୁନା ଦେବୀ ଆଉ ମୁଁ, ଯେଉଁମାନେ ସବୁ ସମୟରେ ନିଜ ପିଲାମାନଙ୍କୁ ନାତୁ ନାତୁଣୀଙ୍କୁ ମନେ ପକାଇ ଆଖିରୁ ଲୁହ ଝରାନ୍ତି ଏବଂ ନିଜ ପରିବାରକୁ ବାରମ୍ବାର ମନେ ପକାଇ ଦୁଃଖିତ ହୁଅନ୍ତି। ମୋ ହୃଦୟରେ ମୋ ଘରର ସବୁ ସ୍ମୃତି ସାଇତା ହୋଇ ରହିଛି, କିନ୍ତୁ ତା ସହ ସେହି ଘରେ ରହୁଥିବା ପୁଅ ଓ ବୋହୂ ଦେଇଥିବା କ୍ଷତ ମଧ୍ୟ ସାଇତି ହୋଇ ରହିଛି। କୈଳାସ ବାବୁ କବିତା ଲେଖିବାକୁ ବହୁତ ପସନ୍ଦ କରୁଥିଲେ, ତେଣୁ ସେ ନିଜ ମନକୁ ବୁଝାଇବା ପାଇଁ କବିତା ଲେଖୁଥିଲେ। ନିଜର ମନୋରଞ୍ଜନ ପାଇଁ ସେ କିଛି ସମୟ ପାଇଁ କବିତା ଲେଖିବାକୁ ବସନ୍ତି। ଦିନେ ଯେତେବେଳେ ସେ ଗୋଟିଏ କାଗଜରେ କବିତା ରୂପରେ ନିଜର ହୃଦୟର ବ୍ୟଥାକୁ ଲେଖୁଥିଲେ, ସେତେବେଳେ ତାଙ୍କ ଆଖିରେ ଲୁହ ଭରିଗଲା। ଠିକ୍ ସେତିକିବେଳେ ଆଶ୍ରମର ଜଣେ ପରିଚାଳକ ତାଙ୍କ ପାଖକୁ ଆସିଲେ ଏବଂ ତାଙ୍କ ରୁମ୍ର କବାଟ ଠକ୍ ଠକ୍ କରିଲେ। କୈଳାସ ବାବୁ ତୁରନ୍ତ ଲେଖା ବନ୍ଦ କରି କାଗଜଟିକୁ ମୋଡ଼ି ନିଜ ପକେଟରେ ରଖିଲେ ଏବଂ ନିଜ ଲୁହ ପୋଛି ଆସି କବାଟ ଖୋଲିଲେ। ସେତେବେଳେ ସେହି ବ୍ୟକ୍ତି ଜଣକ କହିଲେ, କୈଳାସ ବାବୁ, ତୁମର ପୁଅ ଓ ବୋହୂ ତୁମ ନାତି ସହିତ ତୁମକୁ ଦେଖା କରିବାକୁ ଆସିଛନ୍ତି। ଏହା ଶୁଣି କୈଳାସ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ମୁହଁ ରାଗରେ ଲାଲ ହୋଇଗଲା। ସେ ଭାବିବାକୁ ଲାଗିଲେ ଯେ ଆଜି ମୋ ପୁଅ ମୋତେ କିପରି ମନେ ପକାଇଲା। ଯେତେବେଳେ ସେ ବାହାରକୁ ଗଲେ, ତାଙ୍କର 5 ବର୍ଷର ନାତି ଗୋଲୁ ତାଙ୍କୁ ଦେଖି ଦୌଡ଼ି ଆସି ଜେଜେ ଜେଜେ କହି ତାଙ୍କ ଗୋଡ଼କୁ ଜାବୁଡ଼ି ଧରିଲା। କୈଳାସ ବାବୁଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା। ଏ ପର୍ଯ୍ୟନ୍ତ ସେ ବୃଦ୍ଧାଶ୍ରମରେ ନିଜ ମନକୁ ଦୃଢ଼ କରି ରହୁଥିଲେ, କିନ୍ତୁ ନାତିକୁ ଦେଖି ତାଙ୍କ ହୃଦୟ ଦୁର୍ବଳ ହେବାକୁ ଲାଗିଲା। ତାଙ୍କ ଆଖିରେ ଲୁହ ଆସିଗଲା, କିନ୍ତୁ ହଠାତ୍ ତାଙ୍କ ମନ ଭିତରୁ ଗୋଟିଏ ସ୍ୱର ଶୁଣାଗଲା ଯେ ଏହି ସମୟ ଦୁର୍ବଳ ହେବାର ନୁହଁ, ବରଂ ଦୃଢ଼ ରହି ନିଜ ନିଷ୍ପତ୍ତିରେ ଅଟଳ ରହିବାର ସମୟ। ସେ କ୍ରୋଧଭରା ଦୃଷ୍ଟିରେ ପୁଅକୁ ଚାହିଁ କହିଲେ, ତୁ ଏଠାରେ କ'ଣ କରିବାକୁ ଆସିଛୁ? ଏଠାରୁ ଚାଲିଯାଅ। ମୋତେ କାହା ସହ କିଛି କଥା ହେବାର ନାହିଁ। ମୁଁ ଏଠାରେ ବହୁତ ଖୁସି ଏବଂ ଆରାମରେ ଅଛି। ଆଉ କିଛି ନ ହେଲେ ବି ଅତି କମରେ ଏଠାରେ ମୋ ସହ ବସି କଥା ହେବା ଏବଂ ହସିବା ପାଇଁ ବହୁତ ଜଣ ଅଛନ୍ତି। ଏହା ଶୁଣି ତାଙ୍କ ପୁଅ ତାଙ୍କୁ ଚାହିଁ କହିଲା, ବାପା, ପ୍ରକୃତରେ କଥା ହେଉଛି ଆଜି ଗୋଲୁର ଜନ୍ମଦିନ ଏବଂ ଘରେ ଏକ ପାର୍ଟିର ବ୍ୟବସ୍ଥା କରିଛୁ। କିନ୍ତୁ ଗୋଲୁର ଏକା ଜିଦ୍ ଯେ ଆଜି ତା ଜନ୍ମଦିନରେ ଆପଣ ମଧ୍ୟ ଉପସ୍ଥିତ ରୁହନ୍ତୁ। ଯଦି ଆପଣ ଆସିବେ, ତେବେ ତାକୁ ମଧ୍ୟ ଭଲ ଲାଗିବ। ଏହି କଥା ଶୁଣି କୈଳାସ ବାବୁଙ୍କ ମନରେ ଆହୁରି କ୍ରୋଧ ଜାତ ହେଲା ଓ ସେ କହିଲେ, ଦେଖ, ମୁଁ ସେହି ଘର ଛାଡ଼ି ଆସିଛି ଏବଂ ମୁଁ ଆଉ ସେଠାକୁ ଯିବାକୁ ଚାହୁଁନାହିଁ। ଏହାପରେ ତାଙ୍କ ପୁଅ ପୁଣି କହିଲା, ବାପା, ଘରକୁ ଚାଲ। ତୁମର ବନ୍ଧୁମାନେ ମଧ୍ୟ ପାର୍ଟିରେ ଆସୁଛନ୍ତି। ମୁଁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ମଧ୍ୟ ଆସିବେ। ସମସ୍ତେ ଆସି ତୁମ ବିଷୟରେ ପଚାରିବେ। ଆମେ କ'ଣ କହିବୁ? ଏହା ଶୁଣି କୈଳାସ ବାବୁ କହିଲେ, ଓହୋ, ଆଜି ତୁମେ ତୁମ ପୁଅର ଜନ୍ମଦିନ ପାଇଁ ମୋତେ ଡାକୁନାହଁ, ବରଂ ନିଜର ସମ୍ମାନ ରକ୍ଷା କରିବା ପାଇଁ ଡାକୁଛ। ସମସ୍ତ ସମ୍ପର୍କୀୟ ଆସି ତୁମକୁ ମୋ ବିଷୟରେ ପଚାରିବେ ଯେ ତୁମ ବାପା କେଉଁଠି। ତେବେ ତୁମେ କ'ଣ ଉତ୍ତର ଦେବ? ସେଥିପାଇଁ ତୁମେ ମୋତେ ନେବାକୁ ଆସିଛ। ଏଠାରୁ ଏବେ ଚାଲିଯାଅ। ମୁଁ ତୁମ ସାଙ୍ଗରେ କୁଆଡ଼େ ଯିବି ନାହିଁ। ତୁମେମାନେ ଏତେ ସ୍ୱାର୍ଥପର ହୋଇଗଲଣି। ଯେହେତୁ ତୁମର ଆବଶ୍ୟକତା ପଡ଼ିଛି, ତେଣୁ ମୋତେ ଡାକିବାକୁ ଆସିଛ। ନଚେତ୍ ଏତେ ମାସ ଧରି ମୁଁ ଏଠାକୁ ଆସିଲିଣି, ଥରେ ବି ଏଠାକୁ ଆସିନାହଁ କି କେବେ ବି ଥରେ ଫୋନ୍ କରି ପଚାରି ନାହଁ କି ମୁଁ ଜୀବିତ ଅଛି କି ମରିଯାଇଛି। ମୁଁ କାହିଁକି ଘର ଛାଡ଼ି ବୃଦ୍ଧାଶ୍ରମକୁ ଆସିଲି, ତାହା ମଧ୍ୟ ପଚାରିଲ ନାହିଁ। ଆଜି ଯେତେବେଳେ ତୁମର ଆବଶ୍ୟକତା ଅଛି, ତୁମେ ହାତ ଯୋଡ଼ି ମୋତେ ନେବାକୁ ଆସିଗଲ। ନା, ଏବେ ଏଇଟା ହିଁ ମୋ ଘର। ମୁଁ ମୋ ଘର ଛାଡ଼ି କୌଣସି ସ୍ଥାନକୁ ଯିବି ନାହିଁ। ଏହା କହି କୈଳାସ ବାବୁ ତାଙ୍କ ରୁମ୍ ଆଡ଼କୁ ଯିବାକୁ ଲାଗିଲେ। ଏହା ଦେଖି ପୁଅ ବୋହୂ ଦୁହେଁ ପରସ୍ପର ମଧ୍ୟ ଯୋଜନା କରିଲେ ଯେ କ'ଣ କଲେ ତାଙ୍କ ବାପା ରାଜି ହେବେ। କିଛି ତ କରିବାକୁ ପଡ଼ିବ। ଆମକୁ ଯେମିତି ବି ହେଉ ତାଙ୍କୁ ଘରକୁ ନେବାକୁ ହେବ, ନହେଲେ ସାହି ପଡ଼ିଶା ଓ ସମ୍ପର୍କୀୟଙ୍କ ତାଚ୍ଛଲ୍ୟ ଶୁଣିବାକୁ ପଡ଼ିବ। ତେଣୁ ଦୁହେଁ କାନ୍ଦ କାନ୍ଦଣା ମୁହଁ ନେଇ କୈଳାସ ବାବୁଙ୍କ ପାଖକୁ ଯାଇ କହିଲେ, ବାପା, ଆମକୁ କ୍ଷମା କରିଦିଅ। ଆଜି ତୁମ ନାତିର ଜନ୍ମଦିନ। ତୁମକୁ କ'ଣ ତାର ଖୁସିରେ ସାମିଲ ହେବାକୁ ଇଚ୍ଛା ହେଉନାହିଁ? ଏହା ଶୁଣି କୈଳାସ ବାବୁଙ୍କ ହୃଦୟ ତରଳିବାକୁ ଲାଗିଲା। ସେପଟୁ ଗୋଲୁ ମଧ୍ୟ କହିଲା, ଜେଜେ, ତମେ ଆସ ନା, ଆମେ ମିଶି ବହୁତ ମଜା କରିବା। ନାତିର କଥା ଶୁଣି କୈଳାସ ବାବୁ ନିଜକୁ ରୋକି ପାରିଲେ ନାହିଁ। ପୁଅ ଏବଂ ବୋହୂ ଉଭୟଙ୍କ ଆଚରଣ ଯୋଗୁଁ ଘରକୁ ଯିବାକୁ ଚାହୁଁନଥିଲେ ବି ସେ ଯିବାକୁ ରାଜି ହୋଇ କହିଲେ, ଠିକ୍ ଅଛି, ମୁଁ ଘରକୁ ଯିବି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି ଯେ ଗୋଲୁର ଜନ୍ମଦିନ ସରିବା ମାତ୍ରେ ମୁଁ ଏଠାକୁ ଫେରି ଆସିବି। ସେମାନେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ସମସ୍ତେ ମିଶି ଘରକୁ ଫେରିଲେ। ଗୋଲୁର ଜନ୍ମଦିନ ବହୁତ ଧୁମଧାମରେ ପାଳନ କରିଲେ। ସମସ୍ତ ସମ୍ପର୍କୀୟ ଏବଂ ପଡ଼ୋଶୀ ଆସି ବହୁତ ଭଲ ଭାବରେ ଆନନ୍ଦ ଉଲ୍ଲାସରେ ଉତ୍ସବ ପାଳନ କରିଲେ। କୈଳାସ ବାବୁଙ୍କ ପୁରୁଣା ବନ୍ଧୁମାନେ ମଧ୍ୟ ଆଜି ବହୁତ ଦିନ ପରେ ତାଙ୍କୁ ଭେଟିଲେ, କିନ୍ତୁ କୈଳାସ ବାବୁ କାହାକୁ କିଛି କହିଲେ ନାହିଁ।
ଏବଂ ହସି ହସି ପୁରା ସନ୍ଧ୍ୟା ମଜା କରିଲେ। କିନ୍ତୁ ତାଙ୍କ ମନରେ ଅଲଗା ଚିନ୍ତା ଚାଲିଥିଲା। ସେ ମନେ ମନେ ଭାବୁଥିଲେ ଯେ ସେ କିପରି ତାଙ୍କ ବୋହୂକୁ ଏପରି ଏକ ଉପହାର ଦେବେ ଯାହା ଦେଖି ସେ ନିଜ ଆଖିକୁ ବିଶ୍ୱାସ କରିପାରିବ ନାହିଁ। ଏପଟେ ପାର୍ଟି ଶେଷ ହେଲା ବେଳକୁ ବହୁତ ଡେରି ହୋଇଗଲା। ତେଣୁ ସେ ବାଧ୍ୟ ହୋଇ ଘରେ ରହିଗଲେ। ଯେତେବେଳେ ସେ ତାଙ୍କ କୋଠରୀକୁ ଶୋଇବାକୁ ଗଲେ, ତାଙ୍କ ସ୍ତ୍ରୀ ସୁଧାଙ୍କ ସ୍ମୃତିରେ ହଜିଗଲେ। ସୁଧା ସବୁବେଳେ କୁହେ, 2ଟି ରୁଟିରେ କ'ଣ ହେବ? ତୁମ ପେଟ କେମିତି ପୁରିବ? ମୁଁ ଆଉ ଗୋଟିଏ ଗରମ ରୁଟି ଦେଉଛି। ଯେତେବେଳେ ତୁମେ ମୋ ହାତରୁ ଖାଉଛ, ମୋତେ ଲାଗୁଛି ମୋ ପେଟ ବି ପୁରିଗଲା। ସ୍ତ୍ରୀଙ୍କୁ ମନେ ପକାଇ କୈଳାସବାବୁ ଭାବିବାକୁ ଲାଗିଲେ ଯେ ଜଣେ ସୁଧା ଥିଲା ଯେ ମୋତେ ପାଣି ଗ୍ଲାସଟିଏ ବି ଉଠାଇବାକୁ ଦେଉନଥିଲା। ଆଉ ଏପଟେ ସେହି ସୁଧାର ବୋହୂ ଯାହାକୁ ମୋତେ ଗୋଟିଏ ରୁଟି ଦେବାକୁ ମଧ୍ୟ ତାକୁ କଷ୍ଟ ହେଉଥିଲା। ସେ ମୋ ଉପରେ ଘରର ସବୁ ଛୋଟମୋଟ କାମ ମଧ୍ୟ ଲଦି ଦେଉଥିଲେ। ପରିବା ସଉଦା କରିବା ଠାରୁ ଆରମ୍ଭ କରି ଘର ସଫା କରିବା ପର୍ଯ୍ୟନ୍ତ ସେ ମୋତେ ସମସ୍ତ କାମ କରିବାକୁ ବାଧ୍ୟ କରୁଥିଲା। ମୋର କାମ କରିବାରେ କୌଣସି ଅସୁବିଧା ନଥିଲା। କିନ୍ତୁ ସବୁ କରିବା ପରେ ଯଦି ମୋତେ ଟିକେ ସମ୍ମାନ କି ଶାନ୍ତି ମିଳିଲା ନାହିଁ, ତେବେ ଏପରି ଜୀବନର କ'ଣ ଲାଭ? ଏପରି ଭାବି ଭାବି ଜଣା ନାହିଁ ସେ କେତେବେଳେ ଶୋଇପଡ଼ିଲେ। ଯେତେବେଳେ ସେ ଉଠିଲେ, ଦେଖିଲେ ଯେ ତାଙ୍କ ପୁଅ ଏବଂ ବୋହୂ ଉଭୟ ପୁରା ପ୍ରସ୍ତୁତ ହୋଇ ଠିଆ ହୋଇଛନ୍ତି। ସେ ବାହାରକୁ ଆସିବା ମାତ୍ରେ ତାଙ୍କ ବୋହୂ କହିଲା ଯେ, ବାପା ପ୍ରସ୍ତୁତ ହୁଅନ୍ତୁ, ଆମେ ଆପଣଙ୍କୁ ନେଇ ଆଶ୍ରମରେ ଛାଡ଼ିଦେବୁ। ତାଙ୍କ ବୋହୂ ମନେ ମନେ ଭାବୁଥିଲା ଯେ ଯଦି ବାପା ସବୁଦିନ ପାଇଁ ଏଠାରେ ରହିବାକୁ ନିଷ୍ପତ୍ତି ନେଇ ନିଅନ୍ତି, ତେବେ କ'ଣ ହେବ? ତେଣୁ ଯଥାଶୀଘ୍ର ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଦେବା ଉଚିତ। କୈଳାସବାବୁ ସେମାନଙ୍କୁ ପ୍ରସ୍ତୁତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ନିଜ ବୋହୂର ଉଦ୍ଦେଶ୍ୟକୁ ଭଲ ଭାବରେ ବୁଝିପାରିଥିଲେ। ତାପରେ ସେ ଶୀଘ୍ର ଗାଧୋଇ ସାରି ପ୍ରସ୍ତୁତ ହୋଇଗଲେ ଓ ବୃଦ୍ଧାଶ୍ରମ ଯିବା ପାଇଁ ସେମାନେ ଗାଡ଼ିରେ ବସିଲେ। ରାସ୍ତାରେ କୈଳାସବାବୁ ଦେଖିଲେ ଯେ ତାଙ୍କ ବୋହୂ ରେଖାଙ୍କ ମୁହଁରେ ଏକ ପ୍ରକାର ମୁରୁକି ହସ ଭରି ରହିଛି। ସେ ମନେ ମନେ ଭାବିଲେ ଯେ ସେ ଆଜି ଯେଉଁ ଉପହାର ତାଙ୍କ ବୋହୂକୁ ଦେବେ ତାହା ତା ପାଇଁ ଯଥେଷ୍ଟ ହେବ। କୈଳାସବାବୁ ମନ ମନରେ ଭାବିଲେ, ମୁଁ ନିଜ ଘର ଥାଉ ଥାଉ ମୋତେ ଆଶ୍ରମରେ ରହିବାକୁ ପଡ଼ୁଛି। ଠିକ୍ ଅଛି, ଯଦି ମୁଁ ଘରେ ରହିଲେ ମୋ ବୋହୂକୁ ଭଲ ଲାଗୁନି, ତେବେ ମୁଁ ସେଠାରେ ରହି କ'ଣ କରିବି? ଯେଉଁଠାରେ ମନକୁ ଶାନ୍ତି ମିଳେ ସେଠାରେ ରହିବା ଉଚିତ। ତେଣୁ ଏହି ଆଶ୍ରମ ସବୁଠାରୁ ଭଲ, ଯେଉଁଠାରେ ମୁଁ ମୋ ଇଚ୍ଛା ଅନୁସାରେ ଖାଉଛି, ମୋ ଇଚ୍ଛା ଅନୁସାରେ ବଞ୍ଚୁଛି, ମୋର ପ୍ରିୟ କାମ କରୁଛି, କାହାର କିଛି ଅସୁବିଧା ହେଉନାହିଁ। ଏମିତି ଚିନ୍ତା କରୁ କରୁ ଗାଡ଼ି ଆସି ଆଶ୍ରମ ସାମ୍ନାରେ ପହଞ୍ଚିଗଲା। ଗାଡ଼ି ରହିବା ମାତ୍ରେ କୈଳାସବାବୁ ଓ ତାଙ୍କ ପୁଅ ବୋହୂ ଗାଡ଼ିରୁ ଓହ୍ଲାଇଲେ। କୈଳାସବାବୁ ଆଶ୍ରମ ଭିତରକୁ ଯିବାକୁ ଲାଗିଲେ। ଅଳ୍ପ ଟିକେ ଆଗକୁ ଯାଇ ସେ ଅଟକିଗଲେ ଏବଂ ପଛକୁ ଫେରି ତାଙ୍କ ବୋହୂକୁ ଡାକିଲେ। ସେତେବେଳେ ପୁଅ ବୋହୂ ଦୁହେଁ ଗାଡ଼ିରେ ବସିବାକୁ ଯାଉଥିଲେ। ସେମାନେ କୈଳାସବାବୁଙ୍କ ଡାକ ଶୁଣି ରହିଗଲେ। କୈଳାସବାବୁ କହିଲେ, ଶୁଣ, ମୁଁ ତୁମମାନଙ୍କୁ କାହା ସହିତ ପରିଚିତ କରାଇବାକୁ ଚାହେଁ। ଏହା ଶୁଣି ସେମାନେ ବାପାଙ୍କ ପଛେ ପଛେ ଭିତରକୁ ଗଲେ। ଆଶ୍ରମ ପ୍ରାଙ୍ଗଣରେ ପହଞ୍ଚି କୈଳାସବାବୁ ସେଠାକାର କର୍ମଚାରୀକୁ ଡାକି କହିଲେ, ଟିକେ ଯମୁନା ଦେବୀଙ୍କୁ ଡକାଇଦେବ। କିଛି ସମୟ ପରେ ଯମୁନା ଦେବୀ ବାହାରକୁ ଆସିବା ମାତ୍ରେ କୈଳାସଙ୍କ ପୁଅ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ବୋହୂର ଏପରି ଅବସ୍ଥା ହେଲା ଯେ ତାକୁ କାଟିଦେଲେ ବି ରକ୍ତ ବାହାରିବ ନାହିଁ। ଆଶ୍ଚର୍ଯ୍ୟ ହୋଇ ସେ ଯମୁନା ଦେବୀଙ୍କୁ କୁଣ୍ଢେଇ ପକାଇଲା ଓ କାନ୍ଦି କାନ୍ଦି କହିଲା, ମା, ତୁମେ କେବେ ଏଠାକୁ ଆସିଗଲ? ମୋତେ କିଛି କହିଲ ନାହିଁ କାହିଁକି? କିନ୍ତୁ ଝିଅର କଥା ଶୁଣି ଯମୁନା ଦେବୀ କୌଣସି ଉତ୍ତର ଦେଲେ ନାହିଁ। ସେ ପୁଣି କହିଲା, ମୁଁ ଭାବିଥିଲି ତୁମେ ଭାଇ ଭାଉଜଙ୍କ ସହିତ ବହୁତ ଭଲରେ ରହୁଛ। ଗତକାଲି ମୁଁ ଭାଉଜଙ୍କ ସହିତ କଥା ହୋଇଥିଲି। ସେ କହିଲେ ନାହିଁ ଯେ ତୁମେ ଆଶ୍ରମରେ ଅଛ। ମୁଁ ତାଙ୍କୁ ବହୁତ ଦିନ ହେଲା କହୁଛି ଯେ ମୋ ମା ସହିତ ଟିକେ କଥା ହୋଇପାରୁନାହିଁ। ମା କେଉଁଠି? ତୁମେ ମୋତେ ଥରେ ତାଙ୍କ ସହିତ କଥା କରାଇ ଦିଅ। କିନ୍ତୁ ସେ କହିଲେ ଯେ ତୁମେ ତୀର୍ଥଯାତ୍ରାରେ ଯାଇଛ। ମୁଁ ମଧ୍ୟ ଭାବୁଥିଲି ଯେ ତୁମେ ତୀର୍ଥଯାତ୍ରାରେ ଯାଇଛ, କିନ୍ତୁ ମୁଁ କିପରି ଜାଣିବି ଯେ ସେ ତୁମକୁ ଆଣି ଆଶ୍ରମରେ ଛାଡ଼ି ଦେଇଛନ୍ତି? ଝିଅର କଥା ଶୁଣି ଯମୁନା ଦେବୀ କାନ୍ଦିବାକୁ ଲାଗିଲେ ଏବଂ କହିଲେ, ଝିଅ, ତୋ ଭାଇ ଏବଂ ଭାଉଜ ମିଛ କହୁଥିଲେ। ସେ ଗୋଟିଏ ମାସ ପୂର୍ବରୁ ମୋତେ ଆଣି ଏଠାରେ ଛାଡ଼ି ଯାଇଥିଲେ। ଏହା ଶୁଣି ରେଖା କହିଲା, ତୁମେ ମୋତେ ଫୋନ୍ କରି କହିପାରିଥାନ୍ତ, ମୁଁ ତାଙ୍କୁ ତୁରନ୍ତ ଏଠାକୁ ଡକାଇଥାନ୍ତି। ସେ ମୋ ମା ସହିତ ଏସବୁ କରିବାକୁ କିପରି ସାହସ କଲେ? ଏହା କହି ରେଖା ତାଙ୍କ ମାଙ୍କୁ କୁଣ୍ଢେଇ ପକାଇଲା। ଏହାପରେ ଯମୁନା ଦେବୀ କହିଲେ, ମୁଁ ତୁମକୁ କହିଥାନ୍ତି, କିନ୍ତୁ ମୁଁ ଯେଉଁଦିନ ଏଠାକୁ ଆସିଲି ସେହିଦିନ ତୋ ଶ୍ୱଶୁରଙ୍କୁ ଏଠାରେ ଦେଖିଲି। ଏହାର ଅର୍ଥ ହେଉଛି ତୁ ଓ ତୋ ଭାଉଜ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତୁମ ଭାଇ ଭଉଣୀଙ୍କୁ ମୁଁ କ'ଣ ଏହି ଶିକ୍ଷା ଦେଇଥିଲି ଯେ ଜଣେ ନିଜ ମାକୁ ଓ ଆଉ ଜଣେ ତାଙ୍କ ଶ୍ୱଶୁରଙ୍କୁ ଆଣି ଆଶ୍ରମରେ ଛାଡ଼ିଦେଲେ? ଏହା କହି ଯମୁନା ଦେବୀ ରେଖାକୁ ନିଜଠାରୁ ଦୂରକୁ ଠେଲି ଦେଇ କହିଲେ, ଏବେ ନିଜକୁ ତୁମର ମା ବୋଲି କହିବାକୁ ମଧ୍ୟ ମୋତେ ଲାଜ ଲାଗୁଛି। ନିଜ ମାଙ୍କ କଥା ଶୁଣି ଲଜ୍ଜାରେ ରେଖାର ମୁଣ୍ଡ ତଳକୁ ନଇଁଗଲା। ସେ ହାତ ଯୋଡ଼ି କହିଲା, ମା, ମୋତେ କ୍ଷମା କର। ମୁଁ ବହୁତ ଲଜ୍ଜିତ। ମୁଁ ସତରେ ବଡ଼ ଭୁଲ କରିଛି।
ମୁଁ କେବେ ଭାବିନଥିଲି ଯେ ମୁଁ ମୋ ଶ୍ୱଶୁରଙ୍କ ସହିତ ଯେମିତି ବ୍ୟବହାର କରୁଛି ସେମିତି ମୋ ମାଙ୍କ ସହିତ ମଧ୍ୟ ହୋଇପାରେ। ଏହା ଶୁଣି ଯମୁନା ଦେବୀ କହିଲେ, ଝିଅ ତୋର ଭୁଲ କ୍ଷମା ଯୋଗ୍ୟ ନୁହେଁ। ତୁ ମୋ ଠାରୁ ନୁହେଁ ବରଂ ତୋ ଶ୍ୱଶୁରଙ୍କ ଠାରୁ କ୍ଷମା ମାଗେ। ଏହାପରେ ରେଖା କୈଳାସ ବାବୁଙ୍କ ପାଦ ତଳେ ପଡ଼ିଗଲା ଓ ହାତ ଯୋଡ଼ି କହିଲା, ଦୟାକରି ମୋତେ କ୍ଷମା କର ବାପା। ରୋହନ ମଧ୍ୟ କ୍ଷମା ମାଗିଲା ଏବଂ କହିଲା ଯେ ଆମେ ଦୁହେଁ ଭୁଲ କରିଛୁ। ଦୟାକରି ଆମକୁ କ୍ଷମା କର ବାପା। ଆମକୁ ପ୍ରାୟଶ୍ଚିତ କରିବାକୁ ସୁଯୋଗ ଦିଅ। କିନ୍ତୁ କୈଳାସ ବାବୁ ଓ ଯମୁନା ଦେବୀ ଦୁହେଁ ଘରକୁ ଯିବାକୁ ମନା କରିଦେଲେ ଏବଂ କହିଲେ ଯେ ଆମେ ଆମ ପୁଅ କିମ୍ବା ଝିଅ ସହିତ ରହିବାକୁ ଚାହୁଁନାହୁଁ। ଆମେ ବୃଦ୍ଧାଶ୍ରମରେ ବହୁତ ଖୁସିରେ ଅଛୁ। ସେମାନେ ବୁଝାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ଶେଷରେ ଯମୁନା ଦେବୀ କେବଳ ଗୋଟିଏ ଉତ୍ତର ଦେଲେ ଯେ ଆମେ ଥରେ ଧୋକା ଖାଇଛୁ। ଏହି ବୟସରେ ଆମ ଶରୀରରେ ଆଉ ଶକ୍ତି ନାହିଁ ଯେ ବାରମ୍ବାର ପ୍ରତାଡ଼ିତ ହେବୁ। ଏହା କହି କୈଳାସ ବାବୁ ଏବଂ ଯମୁନା ଦେବୀ ନିଜ ନିଜ କୋଠରୀକୁ ଚାଲିଗଲେ। ରେଖା ଓ ରୋହନ ଦୁଃଖ ମନରେ ନିଜ ଘରକୁ ଫେରିଗଲେ। ଘରେ ପହଞ୍ଚି ସେମାନେ ଦେଖିଲେ ଯେ ତାଙ୍କ ବାପାଙ୍କ କୋଠରୀରେ ଗୋଟିଏ କାଗଜ ତଳେ ପଡ଼ିଛି। ରୋହନ ସେହି କାଗଜ ଖୋଲି ଦେଖିଲେ ଯେ ତାଙ୍କ ବାପା ଗୋଟିଏ କବିତା ଲେଖିଛନ୍ତି। କେହି ଦେଖିଛନ୍ତି କି ମୃତ୍ୟୁ ପୂର୍ବରୁ ମଧ୍ୟ ମୃତ୍ୟୁ ଆସେ? ହଁ, ମୁଁ ଦେଖିଛି। ଯେବେ ଜୀବନ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ, ଶରୀର ମଧ୍ୟ କାମ କରେ ନାହିଁ। ମୃତ୍ୟୁର ଅନେକ ଆଗରୁ ମୃତ୍ୟୁ ଆସିଯାଇଥାଏ। କେବଳ ନିଶ୍ୱାସ ଆସେ ଏବଂ ଯାଏ। ହଁ, ମୁଁ ମୋର ମୃତ୍ୟୁ ଆଗରୁ ମଧ୍ୟ ମୃତ୍ୟୁକୁ ଦେଖିଛି। ବାପାଙ୍କ ଦ୍ୱାରା ଲେଖାଯାଇଥିବା ଶବ୍ଦଗୁଡ଼ିକ ଦେଖି ରୋହନ ହୃଦୟ ଫାଟିଗଲା ପରି ଅନୁଭବ କଲା। ଅନ୍ୟପକ୍ଷରେ ରେଖା ମଧ୍ୟ ତାଙ୍କ ମାଙ୍କ ଅବସ୍ଥା ଦେଖି ପାଇଥିବା ଆଘାତରୁ ବାହାରି ପାରିନଥିଲା। ଆଜି ଉଭୟଙ୍କ ପାଖରେ ପଶ୍ଚାତାପ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ତାହେଲେ ଦର୍ଶକ ବନ୍ଧୁ, କୈଳାସ ବାବୁ ଓ ଯମୁନା ଦେବୀ ଯାହା ନିଷ୍ପତ୍ତି ନେଲେ ତାହା ଠିକ୍ କି ନୁହେଁ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଧନ୍ୟବାଦ।